ओम नमस्कार मु जानकी पाणिग्राही आज आउ थे आपण मान सहित ये आपण देखुए किसी घरे उपचार ये प्राय लुप्त हो आजिकल गछ यह मुचुकंद कहुए। यही गछ बहुत बड़ ही न थाए किंतु ए गछ फूल ये हूँ गोटे फूल गछर मुचुकंद। এই ଗଛର ଫୁଲ ପତ୍ର ସବୁ ଔଷଧ ଗୁଣରେ ଭରି ରହିଥାଏ। ବହୁତ ଲାଭ ମିଳିଥାଏ। ଏଇ ଫୁଲ କିଛି କିଛି ଗାଁ ଗହଳିରେ ପାହାଡ଼ ଏରିଆରେ ରହିଥାଏ। ଏଇ ଗଛର ଫୁଲ ଆଜିକାଲି ଅନଲାଇନରେ ମିଳୁଛି। ପ୍ରାୟ ଅଳ୍ପ ପରିମାଣକୁ ତାହା ପ୍ରାୟ 200 ଟଙ୍କାରେ ବିକ୍ରି କରାଯାଇଥାଏ। କିଛି କିଛି ଗାଁରେ ଅଛି ଔଷଧୀୟ ଗୁଣ ଜାଣିଛନ୍ତି ଯେଉଁମାନେ ଏହାକୁ ବିକ୍ରି କରିଥାନ୍ତି। ଫୁଲ ଫୁଟିଲା ବହୁତ ସୁନ୍ଦର ଲାଗିଥାଏ। ଫୁଲ ଫୁଲ ପତ୍ର ଦୁଇଟି ଯାକ ଆପଣଙ୍କ ଔଷଧୀୟ ଗୁଣରେ ଭରି ଦେଇଥାଏ। ଆପଣ ମୁଣ୍ଡ ବଥାକୁ ଦୂର କରିଥାଏ। ସୁଜନ ବଥା ଫୁଲା ଆପଣଙ୍କର ଦୂର ହୋଇଥାଏ। ମୁଖ ରୋଗ ଠିକ ହେଇଥାଏ। ଗଳା ରୋଗ ଦୂର ହୋଇଥାଏ। ଥଣ୍ଡା କାଶ କଫ ସାଇନସ୍ ବ୍ରଙ୍କାଇଟିସରେ ଲାଭ ମିଳିଥାଏ। ନାକରୁ ରକ୍ତ ବୋହିବା ଶିର ରୋଗ ବିଭିନ୍ନ ପ୍ରକାର ଗଳା ରୋଗରେ ଆପଣଙ୍କୁ ବିଶେଷ ଲାଭ ମିଳିଥାଏ। ଲାଭ ମିଳିଥାଏ ଆପଣଙ୍କ ରକ୍ତ ପ୍ରଦରରେ। ଲାଭ ମିଳିଥାଏ ବବାସିର ଅର୍ସ ରକ୍ତକୁ ଅଟକାଇବାର ଶକ୍ତି ଏହା ପାଖରେ କ୍ଷମତା ରହିଛି। ପେଟକୁ ଠିକ ରଖିଥାଏ। ଆପଣଙ୍କର ବହୁତ ଲାଭ ମିଳିଥାଏ। ପୌଷ୍ଟିକ ତତ୍ଵ ଆପଣଙ୍କ ଭରପୁର ଭାବେ ରହିଛି ଏହି ଫୁଲରେ। ମୁଣ୍ଡ ବଥା ହଉଛି ତାହେଲେ ଆପଣଙ୍କ ଏହି ଫୁଲକୁ ବାଟିକି ଯଦି ଲେପ ଦେବେ କପାଳରେ ତାହେଲେ ଆପଣଙ୍କ ମୁଣ୍ଡ ବଥା ଠିକ ହେଇଯାଇଥାଏ। ନାକରୁ ରକ୍ତ ବହୁଛି ଆପଣ କାନରୁ ଯଦି ରକ୍ତ ବାହାରୁଛି ଏହି ଫୁଲ ଶୁଖେଇକି ରଖିପାରିବେ। ଗୁଣ୍ଡ କରିକି ଯଦି ଅଳ୍ପ ପରିମାଣ 1 ଗ୍ରାମ 2 ଗ୍ରାମ ଗୁଣ୍ଡରେ ମହୁ ମିଶେଇକି ଯଦି ଆପଣ ଖାଆନ୍ତି ତାହେଲେ ଆପଣଙ୍କର ସେଇ ନାକରୁ ରକ୍ତ ପଡ଼ିବା କାନରୁ ରକ୍ତ ପଡ଼ିବାରେ ଲାଭ ମିଳିଥାଏ। ଏ ପତ୍ର ଆଉ ଫୁଲର କାଢ଼ା କରିକି ବି ଆପଣ ପିଇ ପାରିବେ। ଯାହାଦ୍ୱାରା କି 1 ଗ୍ଲାସ ପାଣି ପକେଇବେ 1/4 ରହିଲେ ପିଇବେ ତ ଆପଣଙ୍କର ସମସ୍ତ ପ୍ରକାର ଗଳା ରୋଗରେ ଆପଣଙ୍କୁ ଲାଭ ମିଳିଥାଏ। ପାଟି ଆପଣଙ୍କର ଛାଲି ହେଇଛି ମୁଖ ରୋଗ ଯାହାକି ଖାଇ ପାରୁନାହାନ୍ତି ଆପଣଙ୍କ ପାଟି ଘା ହେଇଛି ତାହେଲେ ବି ଏହି ପତ୍ର ଆଉ ଏହି ଫୁଲର ଚୂର୍ଣ୍ଣ ଏଇ ଫୁଲ ଯଦି ଆପଣ କଞ୍ଚାଟା ମିଳୁଛି ତାହେଲେ ଫୁଟେଇକି ପିଇ ପାରିବେ କିମ୍ବା ଆପଣ ଶୁଖିବାଟା ରଖିଥିବେ ତ ଗୁଣ୍ଡ ଆପଣ ଯଦି କିଛି ଦିନ ନିୟମିତ ଭାବରେ ମହୁ ସହିତ ଖାଆନ୍ତି ତାହେଲେ ଆପଣଙ୍କର ପାଟି ରୋଗରେ ଲାଭ ମିଳିଥାଏ। ମୁଚୁକନ୍ଦ ପତ୍ରର କାଢ଼ା ବି ପିଇବା ଦ୍ୱାରା ଆପଣଙ୍କ ପେଟ ବଥା ବଦହଜମି ଲାଳ ଝାଡ଼ା ଏସବୁ ଯାକ ଦୂର ହୋଇଥାଏ। ବବାସିର ବା ଅର୍ସ କଳ୍ପ ଯଦି ଅଛି ତାହେଲେ ଠିକ ସେହିପରି ପତ୍ରକୁ ଫୁଲକୁ ଫୁଟେଇକି କ୍ୱାଥ କରି ପିଇ ପାରିବେ କିମ୍ବା ଏହି ଫୁଲକୁ ଗୁଣ୍ଡ କରିକି ଆପଣ ଯଦି ନିୟମିତ କିଛି ଦିନ ଖାଆନ୍ତି ବା ବାଟିକି ଯଦି ପତ୍ରକୁ ଲେପ ଦିଅନ୍ତି ଅର୍ସରେ କିମ୍ବା ଆପଣ ବବାସିରରେ ତାହେଲେ ଆପଣଙ୍କର ରକ୍ତ ପଡ଼ିବା ବନ୍ଦ ହେଇଯାଇଥାଏ ଆଉ ଆପଣଙ୍କର ବଥା ଦୂର ହୋଇ ଆରାମ ମିଳିଥାଏ। ଯେକୌଣସି ବିଷ ଜନିତ ଆପଣ କିଛି କୀଟ କାମୁଡ଼ି ଦେଇଛି ହାତରେ କିମ୍ବା ଗୋଡ଼ରେ ସେଇ ଜାଗାରେ ବି ଆକୁ ବାଟିକି ଯଦି ଲେପ ଦିଅନ୍ତି ତାହେଲେ ଆପଣଙ୍କ ଜ୍ୱାଳା କମି ଯାଇଥାଏ। ବଥାରେ ଆପଣଙ୍କୁ ବିଶେଷ ଲାଭ ମିଳିଥାଏ। ଏପରି କୌଣସି ଦେହ ଖରାପ ନାହିଁ ଯାହାକି ଏହି ମୁଚୁକନ୍ଦ ଫୁଲ ଦ୍ୱାରା ଭଲ ନ ହେଇପାରିଛି। କାହିଁକି ନା ବହୁ ପ୍ରକାର ଦେହ ଖରାପ ଏହା ଦ୍ୱାରା ଠିକ ହେଇଥାଏ। 5-10 ଗ୍ରାମ ଚୂର୍ଣ୍ଣ ଆପଣ ଘିଅ ଆଉ ଶର୍କରା ସହିତ ଯଦି ନିୟମିତ ଭାବରେ ଖାଆନ୍ତି ତାହେଲେ ଆପଣଙ୍କର ମହିଳାମାନଙ୍କ ଶ୍ଵେତ ପ୍ରଦରେ ଲାଭ ମିଳିଥାଏ। ଆଉ କେବଳ ଧଳା ପାଣି ଯେଉଁମାନଙ୍କ ଯାଉଥାଏ ସ୍ନାୟୁରେ ବି ଆପଣଙ୍କୁ ବିଶେଷ ଲାଭ ମିଳିଥାଏ। ଜନି ଶୂଳ ହଉଛି ତାହେଲେ ଏଇ ପତ୍ରକୁ ବାଟିକି ଗଛର ପତ୍ରକୁ ବାଟିକି ଲେପ ଦିଅନ୍ତି ତାହେଲେ ଆପଣଙ୍କ ଜନି ଶୂଳରେ ଲାଭ ମିଳିଥାଏ। ଥଣ୍ଡା କାଶ କଫରେ ଲାଭ ମିଳିଥାଏ। ଆଇରେ ରହିଛି ଆପଣଙ୍କର ପଟାସିୟମ ମିନେରାଲ୍ସ କ୍ୟାଲସିୟମ
ଆଇରନ୍, ଏହିପରି ବହୁତ ଜିନିଷ ରହିଛି। ଆପଣଙ୍କ ଶରୀର ଭିତରେ ଯେଉଁ ବିଷଜନିତ କ୍ରିୟା ଅଛି ତାକୁ ବି ଦୂର କରିଥାଏ। ଫୁଲ ରୋଗରେ ବି ଲାଭ ମିଳିଥାଏ। ଦେଖନ୍ତୁ କେତେ ପ୍ରକାର ଆପଣଙ୍କ ଲାଭ ମିଳୁଛି। ଏହି ମୁଚୁକନ୍ଦ ଗଛ ବି ଲଗାନ୍ତୁ ଯଦି ବାଡ଼ ଅଛି। ଏହି ଫୁଲକୁ ଗୁଣ୍ଡ କରି ଆପଣ ରଖନ୍ତୁ, ଅନ୍ୟମାନଙ୍କୁ ଦିଅନ୍ତୁ, ଅନ୍ୟମାନଙ୍କୁ କୁହନ୍ତୁ, ଯାହାଦ୍ୱାରା କି ଏହା ଦ୍ୱାରା ବହୁତ ପ୍ରକାର ସମସ୍ୟାରୁ ଆପଣ ମୁକ୍ତି ମିଳିପାରିବ। ଆକୁ ବିଶୋଧକ କୁହାଯାଇଥାଏ, ବିଷରୋଧ କୁହାଯାଇଥାଏ। ଆପଣ ରକ୍ତରେ ଯେଉଁ ବିଷଜନିତ କ୍ରିୟା ରହିଛି ତାହା ବି ଦୂର ହୋଇଥାଏ। ତେଣୁ ଆସନ୍ତୁ ଏହି ଔଷଧୀୟ ଗୁଣକୁ ଜାଣିବା ଆଉ ନିୟମିତ ଭାବରେ ବ୍ୟବହାର କରିବା, ଶରୀରକୁ ସୁସ୍ଥ ରଖିବା। ତାହେଲେ ରହୁଛି ଜୟ ଭାରତ, ଜୟ ହିନ୍ଦ।